ଆଜିର ରେସିପିଟି ଖୁବ୍ ସ୍ପେଶାଲ କାରଣ ରାକ୍ଷୀ ପୂର୍ଣ୍ଣିମା ପାଇଁ ଏକଦମ ସହଜ, ସୁଆଦିଆ, ମୁହଁରେ ମେଲ୍ଟ ହେଇଯାଉଥିବା ପରି ମିଠାଟି। ଅଳ୍ପ କିଛି ସାମଗ୍ରୀରେ ବହୁତ ସହଜରେ ଷ୍ଟାର୍ଟ କରିବା ଏହି ରାକ୍ଷୀ ସ୍ପେଶାଲ ମଲାଇ କୋକୋନଟ୍ ଲଡୁ। ମୁଁ ଏଠି 2ଟି ନଡ଼ିଆ ନେଇଛି ଏବଂ ତାକୁ କୋରିକିରି ରଖିଦେଇଛି। ଯଦି ଘରେ ଶୁଖା ନଡ଼ିଆ ରହିଯାଇଛି ତ ଆପଣ ତାକୁ ବ୍ୟବହାର କରିକିରି ଏହି ଲଡୁଟି ବି ବନେଇ ପାରିବେ। ଧ୍ୟାନ ରଖିବେ ନଡ଼ିଆର ଯେଉଁ ବ୍ରାଉନ୍ ପୋର୍ସନଟା ଅଛି ତ ତାକୁ ବ୍ୟବହାର କରିବେ ନାହିଁ, କାହିଁକି ନା ଲଡୁଟି ପୁରା ହ୍ୱାଇଟ୍ ଦେଖାଗଲେ ହିଁ ବହୁତ ସୁନ୍ଦର ଦେଖାଯିବ। ଭେଜିଟେବୁଲ୍ ଗ୍ରେଟର୍ ମାଧ୍ୟମରେ ଆପଣ ସେ ବ୍ରାଉନ୍ ପୋର୍ସନକୁ ଭଲସେ ଗ୍ରେଟ୍ କରି ନେଇଯିବେ। ଭେଜିଟେବୁଲ୍ ଗ୍ରେଟର୍ର ଯେଉଁ ପଟ ସାଇଡ଼୍ରେ ଛୋଟ ଛୋଟ ଜାଲି ଟାଇପ୍ର ରହୁଛି ସେଇପଟେ ହିଁ ଆପଣ ଗ୍ରେଟେଡ୍ କରିନେବେ। ତାପରେ ହ୍ୱାଇଟ୍ ପୋର୍ସନଟା ରହିଲା ନଡ଼ିଆର, ତାକୁ ଭେଜିଟେବୁଲ୍ ଗ୍ରେଟର୍ର ବଡ଼ ସାଇଜ୍ର ଜାଲି ରହୁଛି ଏଇପଟ ସାଇଡ଼୍ରେ ଆପଣ ଏବେ ନଡ଼ିଆକୁ ଭଲ ଭାବରେ କୋରି ନେଇଯିବେ ବା ଗ୍ରେଟେଡ୍ କରିନେବେ। ଟିପ୍ ନମ୍ବର 1, ଏଇ ଲଡୁ ପାଇଁ ଆପଣ ଶୁଖା ନଡ଼ିଆଟିକୁ ନେଲେ ହିଁ ବହୁତ ଭଲ ହେଇଥାଏ। ବେଶୀ ସମୟ ଆମକୁ କୁକ୍ କରିବାକୁ ପଡ଼ିବ ନାହିଁ। ନେକ୍ସଟ ମଲାଇର ଲଡୁକୁ ପ୍ରିପେୟାର କରିବା ପାଇଁ ମୁଁ କିଛି ପିସ୍ତା ନେଇଛି, ତାକୁ କାଟିକିରି ରଖିଦେଉଛି। ଆପଣ ଚାହିଁଲେ ଆଲମଣ୍ଡ, କାଜୁ ବି ବ୍ୟବହାର କରିପାରିବେ। ଏବେ ଲଡୁର ଷ୍ଟଫିଂ ପାଇଁ ମଲାଇ ଡୋଟି ପ୍ରିପେୟାର କରିବା। ସେଥିପାଇଁ ଗୋଟେ ବାଉଲର ମିଲ୍କ ପାଉଡର, ଗୋଟେ ବାଉଲର ଚିନି ଗୁଣ୍ଡ, କାଟିକି ରଖିଥିବା ପିସ୍ତା ବା ବାଦାମ, ଅଳ୍ପ ଗୁଜୁରାତି ଗୁଣ୍ଡ ବାସ୍ନା ପାଇଁ ଏବଂ କ୍ଷୀରର ସର ବା ମଲାଇକୁ ଦେଇକରି ଭଲ ଭାବରେ ହାତରେ ଭଲ ଭାବରେ ମିକ୍ସ କରି ନେବା ଏବଂ ଗୋଟେ ଡୋ ପ୍ରିପେୟାର କରିବା। ଆପଣ ଚାହିଁଲେ ଟିକେ କେଶର ବି ଆଡ୍ କରିପାରିବେ, ଟୋଟାଲି ଅପସନାଲ। ତାପରେ ଯଦି ଡୋଟି ହାର୍ଡ ଲାଗୁଛି ଟିକେ, ତାହେଲେ ଅଳ୍ପ 1.5 ଚାମଚରୁ 1 ଚାମଚ ଟିକେ କ୍ଷୀର ଦେଇକି ତାକୁ ଭଲ ଭାବରେ ମିଶି ଆସିଲେ ତାକୁ ଆମେ ଗୋଟେ ବାଉଲରେ କାଢ଼ିକିରି ରଖିଦେବା କିଛି ସମୟ ପାଇଁ। ନେକ୍ସଟ ନଡ଼ିଆର ମିକ୍ସଚର ପ୍ରିପେୟାର କରିବା। ସେଥିପାଇଁ ଗୋଟେ ତାୱା ବା ଗୋଟେ କଡ଼େଇରେ ଗ୍ରେଟେଡ୍ କରି ରଖିଥିବା ନଡ଼ିଆକୁ ଦେବା ଏବଂ ତାକୁ କିଛି ସମୟ ଅଳ୍ପ ଆଞ୍ଚରେ ତାକୁ ଭାଜି ନେବା। ଏବେ ମିଲ୍କ ପାଉଡର ଗୋଟେ ବାଉଲ ଏବଂ ଚିନି ଗୁଣ୍ଡ ହାଫ୍ ବାଉଲ ଦେଇକରି ଭଲ ଭାବରେ ମିକ୍ସ କରି ନେବା। କଣ୍ଡେନ୍ସଡ ମିଲ୍କ 3ରୁ 4 ଚାମଚ, କ୍ଷୀରର ମଲାଇ ପୋର୍ସନଟାକୁ ବି ଦେଇପାରିବେ ଏବଂ ଅଳ୍ପ ଟିକେ କ୍ଷୀର ଦେଇକରି ଭଲ ଭାବରେ ମିକ୍ସ କରି ନେବା। ଧ୍ୟାନ ରଖିବେ ଏ ରେସିପିଟି କଲାବେଳେ ଲୋ ଫ୍ଲେମ୍ରେ ହିଁ ଆପଣ ନଡ଼ିଆଟିକୁ ରାନ୍ଧୁଥିବେ। ଏବେ ଗୁଜୁରାତି ଗୁଣ୍ଡ ଦେଇକରି ଭଲ ଭାବରେ ମିକ୍ସ କରି ନେବା। ଯେତେବେଳେ ଏ ମିକ୍ସଚରଟି କଡ଼େଇର ସାଇଡ଼କୁ ଛାଡ଼ୁଥିବ ଏବଂ ଏକାଠି ହେବା ଆରମ୍ଭ ହେଉଥିବ ସେତେବେଳେ ଜାଣିବେ ମିକ୍ସଚରଟି ଭଲ ଭାବରେ ରେଡ଼ି ହେଇଯାଇଛି। ଏବେ ଗ୍ୟାସ୍ ବନ୍ଦ କରିକିରି ମିକ୍ସଚରଟିକୁ ଗୋଟେ ପ୍ଲେଟକୁ କାଢ଼ି ନେବା। ଏବେ ସବୁ ପ୍ରିପାରେସନ୍ ରେଡ଼ି ହେଇଯାଇଛି। ଏବେ ଆମେ ଲଡୁର ସେପ୍ ଦେବା। ଆମେ ଯେଉଁ ମଲାଇର ଡୋ ପ୍ରିପେୟାର କରି ରଖିଥିଲେ ପ୍ରଥମେ ତାର ମଲାଇ ଲଡୁ ପ୍ରିପେୟାର କରିବା, ତାପରେ ତାକୁ ଷ୍ଟଫିଂରେ ଆମେ ନଡ଼ିଆର ଡୋରେ ଦେବା। ମଲାଇର ଲଡୁ ସବୁ ପ୍ରିପେୟାର ହେଇଯାଇଛି। ନେକ୍ସଟ ଆମେ ନଡ଼ିଆର ଡୋକୁ ନେଇକରି ଏବେ ଲଡୁ ସେପ୍ରେ ଦେବା। ଏବେ ନଡ଼ିଆର ମିକ୍ସଚରରୁ କିଛି ପୋର୍ସନ ନେଇକରି ତାକୁ ହାତରେ ଭଲ ଭାବରେ ପ୍ରେସ୍ କରିକିରି ତା ମଝିରେ ଆମେ ମଲାଇର ଲଡୁଟିକୁ ଦେବା। ତାକୁ ଏକ ଭଲ ଭାବରେ ଲଡୁ ସେପ୍ ବନେଇବା। ଆପଣ ଚାହିଁଲେ ହାତରେ ଟିକେ ଘିଅ ବି ୟୁଜ୍ କରିପାରିବେ ସେପ୍ ବନେଇଲା ବେଳେ, ଯଦି କିଛି ହାତରେ ଲାଗି ଯାଉଛି। ଲଡୁର ସେପ୍ ବନିଗଲା ପରେ ଆମେ କିଛି କୋରା ନଡ଼ିଆ ରଖିଥିବା ସେଥିରେ ଆମେ ତାକୁ ଟିକେ କୋଟ୍ କରିଦେବା, ଯାହାଫଳରେ ବହୁତ ସୁନ୍ଦର ବି ଦେଖାଯିବ। ଏହିପରି ଭାବରେ ଆମେ ବାକି ସବୁ ଲଡୁକୁ ପ୍ରିପେୟାର କରିକିରି ରଖିଦେବା। ଏହି ରେସିପିଟି ଦେଖିବାକୁ ଯେତେ ସୁନ୍ଦର, ଖାଇବାକୁ ସେତେ ହିଁ ସୁଆଦିଆ।
ଏବେ ପ୍ରସ୍ତୁତ ହେଇଗଲା ମୁହଁରେ ମିଶି ଯାଉଥିବା ପରି ମଲାଇ କୋକୋନଟ୍ ଲଡ୍ଡୁ। ଘରେ ଏହି ରେସିପିଟି ନିଶ୍ଚୟ ଟ୍ରାଏ କରନ୍ତୁ ଏବଂ କେମିତି ହେଲା ମୋତେ କମେଣ୍ଟ କରି ଜଣାନ୍ତୁ। ରେସିପିଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଏମିତି ଆହୁରି ସହଜ ଓ ସୁଆଦିଆ ରେସିପି ପାଇଁ ଯୋଡ଼ି ହୋଇ ରୁହନ୍ତୁ ଅନମୋଲ ସିଗ୍ନେଚର କିଚେନ୍ ସହିତ। ରହୁଛି। ଜୟ ଶ୍ରୀ ଜଗନ୍ନାଥ।